ଯାହା କଲେ ବି ଘରେ ଶାନ୍ତି ରହୁନି, ଅଶାନ୍ତି ବିରାଜମାନ କରୁଛି, ଝଗଡ଼ା ଲାଗି ରହୁଛି। କ'ଣ କରିବେ? ଚାଲିଲେ ଆଷ୍ଟ୍ରୋଲୋଜର ପାଖକୁ। ଆଷ୍ଟ୍ରୋଲୋଜର ଗଣନା କରି କହିଲେ ଯେ ଗ୍ରହ ଦୋଷ ଲାଗିଛି, ତେଣୁ ଗ୍ରହ ଶାନ୍ତି କରିବାକୁ ପଡ଼ିବ। ତେଣୁ ପରାମର୍ଶ ଦେଲେ ଏଇ ପଥରର ମୁଦି ପିନ୍ଧନ୍ତୁ, ସେଇ ରଙ୍ଗର ମୁଦି ପିନ୍ଧନ୍ତୁ, ଏଇଆ କରନ୍ତୁ, ସେଇଆ କରନ୍ତୁ। ତାଙ୍କ କଥା ମାନିକି କଲେ, କିନ୍ତୁ ଶାନ୍ତି ଫେରିଲାନି। ଏବେ କ'ଣ କରିବେ? ଭାବିଲେ ନା ବାସ୍ତୁ ଦୋଷ ଅଛି। ତେଣୁ ଚାଲିଲେ ବାସ୍ତୁଶାସ୍ତ୍ରୀ ପାଖକୁ। ବାସ୍ତୁଶାସ୍ତ୍ରୀଙ୍କ କଥା ଅନୁଯାୟୀ କବାଟ, ଝରକା, ଷ୍ଟେୟାରକେସ୍, ଠାକୁର ଘର, ରୋଷେଇ ଘର, ଟଏଲେଟ୍ ଘର ସବୁ ଭଙ୍ଗାରୁଜା କଲେ, କିନ୍ତୁ ଶାନ୍ତି ଫେରିଲା ନାହିଁ। ଏବେ କ'ଣ କରିବେ? ଭାବିଲେ ନା, ବେଳାଟା ଖରାପ ପଡ଼ିଛି, ସମୟ ଠିକ୍ ଚାଲିନି, ତେଣୁ ରିଷ୍ଟ ଖଣ୍ଡନ କରିବାକୁ ପଡ଼ିବ। ତେଣୁ କ'ଣ ୟାର ନିରାକରଣ? ପୂଜା ପାଠ, ହୋମ, ଯଜ୍ଞ, ମନ୍ତ୍ର ଉଚ୍ଚାରଣ। କି ମନ୍ତ୍ର? ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର, ନମୋ ନାରାୟଣ ମନ୍ତ୍ର ଏସବୁ ମଧ୍ୟ କଲେ, କିନ୍ତୁ ଶାନ୍ତି ଫେରିଲା ନାହିଁ। କ'ଣ ପାଇଁ? ନା ଯେଉଁ କାରଣ ପାଇଁ ଅଶାନ୍ତି ଅଛି ସେ କାରଣର ଏସବୁ ନିରାକରଣ ନୁହଁ। ଯଦି ଏସବୁଥିରେ ନିରାକରଣ ଥାଆନ୍ତା ତାହେଲେ ସମସ୍ତଙ୍କ ଘରେ ନିଶ୍ଚିତ ଶାନ୍ତି ବିରାଜମାନ କରନ୍ତା। ତେଣୁ ପ୍ରତ୍ୟେକ ଅଶାନ୍ତିର ଗୋଟେ ରୁଟ୍ କଜ୍ ଆନାଲିସିସ୍ ହେବା ଦରକାର। ଯଦି ସ୍ୱାମୀ ସ୍ତ୍ରୀ ମତାନ୍ତର ପାଇଁ ଅଶାନ୍ତି ବିରାଜମାନ କରୁଛି, ତାହେଲେ ମଡର୍ଣ୍ଣ ମନ୍ତ୍ର ଉଚ୍ଚାରଣ କରନ୍ତୁ। ସେ ମଡର୍ଣ୍ଣ ମନ୍ତ୍ର କ'ଣ? ପତ୍ନୀଙ୍କୁ କହିବେ ୟୁ ଆର୍ ବ୍ୟୁଟିଫୁଲ୍, ୟୁ ଆର୍ ଟୁ ସ୍ଲିମ୍। ତାଙ୍କ ଘର ଲୋକଙ୍କୁ ସମ୍ମାନ ଦେବେ, ଭଲ ପାଇବେ। ପତ୍ନୀଙ୍କର ହାପି ବାର୍ଥଡେ, ହାପି ଆନିଭର୍ସାରୀ ଡେ ପାଳନ କରିବେ, ତାଙ୍କୁ ଗିଫ୍ଟ ଦେବେ, ତାଙ୍କୁ ବୁଲେଇ ନେବେ, ବାହାରେ ଖୋଇବେ ଏବଂ ଯାଉଣୁ ଆସୁଣୁ ତାଙ୍କୁ ଡାର୍ଲିଂ, ହନି ଇତ୍ୟାଦି କହିକିରି ଆଡ୍ରେସ୍ କରିବେ। ଏସବୁ ହେଉଛି ମଡର୍ଣ୍ଣ ମନ୍ତ୍ର। ତେଣୁ ଆପଣ ପୁରୁଣା ମନ୍ତ୍ର ପ୍ରୟୋଗ କରିଛନ୍ତି, ନୂଆ ମନ୍ତ୍ରକୁ ଟ୍ରାଏ କରନ୍ତୁ। ଦେଖନ୍ତୁ ଶାନ୍ତି ବିରାଜମାନ କରୁଛି ନା ନାହିଁ। ଟ୍ରାଏ କରନ୍ତୁ ଏବଂ ଆପଣଙ୍କର ଫିଡ଼ବ୍ୟାକ୍ ଦିଅନ୍ତୁ। ଥ୍ୟାଙ୍କ ୟୁ।